ନିଜ ପୁଅ ବୋହୂକୁ ସବୁଠୁ ଅଧିକ ଭଲ ପାଉଥିବା ମନୋଜ ବାବୁଙ୍କର ହଠାତ୍ ଗୋଟିଏ ପାର୍ଶ୍ୱ ପାରାଲିସିସ୍ ହୋଇଗଲା। କିଛି ଦିନ ତ ମନୋଜ ବାବୁଙ୍କର ଖୁବ୍ ଭଲରେ ଯତ୍ନ ନେଲେ ପୁଅ ବୋହୂ, କିନ୍ତୁ ଧୀରେ ଧୀରେ ବାପାଙ୍କ ସେବା ଯତ୍ନକୁ ନେଇ ବହୁ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ। ଆଉ ହଠାତ୍ ଦିନେ ବାପାଙ୍କୁ ଏକାକୀ ଛାଡ଼ି ଦେଇ ବିଦେଶ ପଳେଇଲେ ପୁଅ ବୋହୂ। ଏହା ଭିତରେ 6 ମାସ ବିତି ଯାଇଥିଲା। ଆଉ 6 ମାସ ପରେ ଦିନେ ଆସି ଯାହା ଦେଖିଲେ, ପୁଅର ତ ରୋମ ଟାଙ୍କୁରି ଉଠିଲା। ପାଦ ତଳୁ ଯେମିତି ମାଟି ଖସିଗଲା। ତାହେଲେ ସେ ଘରେ ଏମିତି କି ଦୃଶ୍ୟ ଦେଖିଲେ ପୁଅ ବୋହୂ, ଯାହାକୁ ସେମାନେ କଳ୍ପନା ବି କରିନଥିଲେ। ଏହା ଏକ ଚିନ୍ତା କଲା ପରି କାହାଣୀ। ଜାଣିବା ପାଇଁ ପୁରା ଭିଡିଓ ଦେଖନ୍ତୁ। 2023 ଜୁନ 5 ତାରିଖ ସକାଳ 9ଟା ସମୟ। ଭଦ୍ରକର ମୁଖ୍ୟ ରାସ୍ତାରେ ହଠାତ୍ ପ୍ରବଳ ଗହଳି ଲାଗିଗଲା। ରାସ୍ତାରେ ଯିବା ଆସିବା କରୁଥିବା ଲୋକ ବି ଅଟକି ଗଲେ। ତେଣୁ ଧୀରେ ଧୀରେ ସେଠାରେ ରାସ୍ତା ଜାମ୍ ହେବାରେ ଲାଗିଲା। ଦେଖିବା ବେଳକୁ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଜଣେ 30 ବର୍ଷୀୟ ଯୁବକଙ୍କୁ ପଛପଟୁ ଆସି ଏକ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁବକ ଜଣକ ପ୍ରାୟ 8 ଫୁଟ ଉପରକୁ ଉଠି ଏକ ଗଛରେ ମାଡ଼ ହୋଇ ପୁଣି ତଳେ ପଡ଼ିଯାଇଥିଲେ। ଦୁର୍ଘଟଣା ଘଟିବା ପରେ ତୁରନ୍ତ ଲୋକ ଜମା ହୋଇଯାଇଥିଲେ। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ସତ୍ତ୍ୱେ ଜମା ହୋଇଥିବା ଲୋକଙ୍କ ଆଡ଼କୁ ଅନେଇ ବାରମ୍ବାର କିଛି ଇସାରା କରୁଥିଲେ ଯୁବକ ଜଣକ। କିଛି ସମୟ ଭିତରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଗଲା। ଆଉ ଅପରେସନ ବି କରାଗଲା। ଡାକ୍ତରଙ୍କୁ ବି ସେ ଯୁବକ ଜଣକ ବାରମ୍ବାର କ'ଣ ଗୋଟେ ଇସାରା କରୁଥିଲେ। ଯେତେବେଳେ ଡାକ୍ତର ବୁଝିପାରିଲେନି, ସେଠୁ ସେ ଯୁବକ ଜଣକ କବାଟରେ ଲାଗିଥିବା ତାଲା ଚାବି ଆଡ଼କୁ ଇସାରା କଲେ। ବାରମ୍ବାର ଏମିତି ଇସାରା କରୁଥିବା ଦେଖିକି ଡାକ୍ତରମାନେ ବି ଚିନ୍ତାରେ ପଡ଼ିଗଲେ। ଭାବିଲେ କି ନିଶ୍ଚୟ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛନ୍ତି ସେ। ହେଲେ ସେ କିଛି କହିବା ଆଗରୁ କୋମାକୁ ଚାଲିଗଲେ। ଆପଣମାନେ ଏବେ ଭାବୁଥିବେ ଯେ ମନୋଜଙ୍କ ସହିତ ଏ ଯୁବକଙ୍କର କ'ଣ ସମ୍ପର୍କ ରହିଛି। ସମ୍ପର୍କ ରହିଛି। ଏ ଯୁବକ ଜଣକ ହେଲେ ରାଘବ, ଯାହାକୁ କି ମନୋଜଙ୍କ ଦାୟିତ୍ୱ ଦେଇ ପୁଅ ବୋହୂ ବିଦେଶ ପଳାଇଥିଲେ। ରାଘବ ଜଣେ ଅନାଥ ଆଉ ଗରିବ ପିଲା ଥିଲେ। ତାଙ୍କଠାରେ ସେବା ମନୋବୃତ୍ତି ଭରି ରହିଥିଲା। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବି କିଛିଟା ଜଣାଶୁଣା ଥିଲେ। ଲୋକମାନେ ତାଙ୍କୁ ତାଙ୍କ ପରୋପକାରୀ ଗୁଣ ପାଇଁ ଭଲ ପାଉଥିଲେ। ଯେତେବେଳେ ମନୋଜ ବାବୁଙ୍କ ପୁଅ ରାଘବଙ୍କୁ ବାପାଙ୍କ ଦାୟିତ୍ୱ ନେବା କଥା କହିଲେ, ସେ ରାଜି ହୋଇଯାଇଥିଲେ। ଆଉ ଏଥିପାଇଁ ରାଘବଙ୍କୁ ମାସିକ ପାରିଶ୍ରମିକ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ମନୋଜ ବାବୁଙ୍କ ଦାୟିତ୍ୱ ନେଇ ରାଘବ ବି ଖୁସି ଥିଲେ। ସକାଳୁ ଉଠି ଘର କାମ, ରୋଷେଇବାସ ସହିତ ମନୋଜ ବାବୁଙ୍କର ସବୁ କାମ ସେ କରୁଥିଲେ। ମନୋଜଙ୍କ ପେନସନ ଟଙ୍କାରେ ତାଙ୍କର ଚିକିତ୍ସା, ଖାଇବା ପିଇବା ଆଉ ରାଘବଙ୍କର ପାରିଶ୍ରମିକ ହେଇଯାଉଥିଲା। ଆଉ ବିଦେଶ ଯିବା ପରେ ପୁଅ ବୋହୂ ଗୋଟିଏ ବି ଟଙ୍କା ଦେଉନଥିଲେ। କିନ୍ତୁ ସପ୍ତାହରେ 2-3 ଦିନ ଫୋନ କରି ବାପାଙ୍କର କଥା ବୁଝୁଥିଲେ ପୁଅ ବୋହୂ। ରାଘବ ଏପରିକି ମନୋଜ ବାବୁଙ୍କୁ ଗାଧୋଇ ଦେବା ସହିତ ତାଙ୍କୁ ନିଜ ହାତରେ ଖୁଆଇ ପିଆଇ ଦେଉଥିଲେ। ସେ ମନୋଜଙ୍କର ସବୁ କାମ କରୁଥିଲେ। ସେଦିନ ଥିଲା ସୋମବାର। ଘରେ ପରିବା ଆଉ ମନୋଜ ବାବୁଙ୍କର ଔଷଧ ବି ସରିଯାଇଥିଲା। ତେଣୁ ସକାଳୁ ଉଠି ଘର କାମ ସହିତ ରୋଷେଇବାସ ଆଉ ମନୋଜ ବାବୁଙ୍କର ସବୁ କାମ ସାରିଦେଲେ ରାଘବ। ଆଉ ଘର ବାହାରୁ ତାଲା ପକେଇ ବାହାରି ପଡ଼ିଥିଲା ପରିବା ଆଉ ଔଷଧ ଆଣିବା ପାଇଁ। କାରଣ ରାଘବ ଯେବେ ବି ଘରୁ ବାହାରକୁ ଆସନ୍ତି ଏମିତି ତାଲା ପକେଇ ଦେଇ ଆସନ୍ତି। ଆଉ ମନୋଜ ବାବୁ ଘର ଭିତରେ ରେଷ୍ଟ କରୁଥାନ୍ତି। ସେଦିନ ବି ଠିକ୍ ସେମିତି କରିଥିଲେ ରାଘବ। ବାହାରୁ ତାଲା ପକେଇ ଚାଲି ଆସିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଥିଲା ଆଉ କିଛି। ଯେତେବେଳେ ଘରକୁ ଫେରୁଥିଲେ ଏ ଭୟଙ୍କର ଦୁର୍ଘଟଣା ଘଟିଗଲା। ଆପଣ ଏବେ ଭାବୁଥିବେ ବି ଦୁର୍ଘଟଣାଗ୍ରସ୍ତ ରାଘବ କୋମାକୁ ଚାଲିଯିବା ପରେ କ'ଣ ହେଲା। କାରଣ ଏବେ ବନ୍ଦ ଘରେ ରହିଯାଇଥିଲେ ମନୋଜ, ଯାହାଙ୍କର ଗୋଟିଏ ପାର୍ଶ୍ୱର ଅଙ୍ଗ ଚାଲୁନଥିଲା। ଆଉ ସେ ଠିକରେ ବି କଥା କହିପାରୁନଥିଲେ। ଖନେଇ ଖନେଇ ଅଳ୍ପ କିଛି କଥା କହୁଥିବା ବେଳେ ଅନ୍ୟ ପାର୍ଶ୍ୱର ଅଙ୍ଗ ବି ଠିକରେ ଚାଲୁନଥିଲା। ତେଣୁ ସେ ଏକ ପ୍ରକାର ପଙ୍ଗୁ ହୋଇଯାଇଥିଲେ। ଆଉ ହୁଇଲ ଚେୟାର ସାହାଯ୍ୟରେ ତାଙ୍କୁ ରାଘବ ନେବା ଆଣିବା କରୁଥିଲେ। ଅନ୍ୟପଟରେ କାହିଁକି ମନୋଜକୁ ଛାଡ଼ିଯିବାକୁ ବାଧ୍ୟ ହୋଇଥିଲେ ପୁଅ ବୋହୂ।
ଆଉ 6 ମାସ ପରେ ଯେତେବେଳେ ବିଦେଶରୁ ଫେରିଲେ ଏମିତି କଣ ଦେଖିକି ଚମକି ପଡ଼ିଲେ ପୁଅ? ଏସବୁର ପଛ କାହାଣୀ ଜାଣିବା ପାଇଁ ଆମକୁ ଟିକେ ପଛକୁ ଯିବା ପାଇଁ ପଡ଼ିବ। ତେଣୁ ପୁଣି ଥରେ କହିବି କି କାହାଣୀକୁ ସ୍କିପ୍ ନ କରି ଶେଷ ଯାଏଁ ଦେଖନ୍ତୁ। ଯାଜପୁରର ଏକ ମଧ୍ୟବିତ୍ତ ପରିବାରର ହେଉଛନ୍ତି ମନୋଜ। ଏମିତିରେ ତ ସେ ଯାଜପୁରର ଏକ ଅପନ୍ତରା ଗାଁର ବାସିନ୍ଦା। ହେଲେ କିଛି ବର୍ଷ ହେଲା ସେ ଯାଜପୁର ସହରରେ ରହି ଆସୁଥିଲେ। ସହରରେ ସେ ତାଙ୍କ ପୁଅ ଲିଟୁ ଆଉ ମାଙ୍କ ସହିତ ରହୁଥିଲେ। ମନୋଜଙ୍କ ପତ୍ନୀ ଗତ 3 ବର୍ଷ ତଳେ ମୃତ୍ୟୁବରଣ କରିସାରିଥିଲେ। 2 ବର୍ଷ ଯାଏଁ ତ ମନୋଜକୁ ତାଙ୍କ ମା କିଛି କହୁନଥିଲେ। ହେଲେ ଗତ 1 ବର୍ଷ ହେଲା ମନୋଜକୁ ତାଙ୍କ ମା ଦ୍ୱିତୀୟ ବିବାହ କରିବାକୁ ବାରମ୍ବାର କହୁଥିଲେ। କିନ୍ତୁ ମନୋଜଙ୍କ ମନ ଭିତରେ ବାରମ୍ବାର ଆସୁଥିଲା ଯେ ଯଦି ଦ୍ୱିତୀୟ ସ୍ତ୍ରୀ ତାଙ୍କ ପୁଅକୁ ଅଣଦେଖା କରନ୍ତି ଆଉ ଠିକରେ ଯତ୍ନ ନ ନିଅନ୍ତି ତାହେଲେ ତାଙ୍କ ପୁଅ ଏକୁଟିଆ ହୋଇଯିବ। ଆଉ ତାଙ୍କ ଚାରି ପାଖରେ ବି ଏମିତି ପରିସ୍ଥିତି ସେ ଆଗରୁ ନିଜ ଆଖିରେ ଦେଖି ସାରିଥିଲେ। ତେଣୁ ମାଙ୍କର କଥାକୁ ଟାଳି ଦେଉଥିଲେ ମନୋଜ। କହୁଥିଲେ କି ମା, ଲିଟୁର ଯତ୍ନ ନେବାକୁ ତ ତୁ ଅଛୁ, ମୋର ଆଉ କଣ ଦରକାର। ମାଙ୍କୁ ସବୁବେଳେ ବୁଝାଇ ଦେବା ସହିତ ସେ ଆଉ ଦ୍ୱିତୀୟ ବିବାହ କରୁନଥିଲେ। ଏମିତି 2 ବର୍ଷ ପରେ ହଠାତ୍ ମନୋଜଙ୍କ ମାଙ୍କର ଦେହ ଖରାପ ହେବାକୁ ଲାଗିଲା। ଆଉ 1 ମାସ ଡାକ୍ତରଖାନାରେ ପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏବେ ଲିଟୁର ବୟସ 7 ବର୍ଷ ହୋଇଯାଇଥିଲା। ଆଉ ମାଙ୍କର ମୃତ୍ୟୁ ପରେ ମନୋଜ ବି ନିଜକୁ ଅସହାୟ ମନେ କରୁଥିଲେ। ଲିଟୁର ଦାୟିତ୍ୱ ବି ଠିକରେ ନେଇ ପାରୁନଥିଲେ। ଆଉ ଲିଟୁ ବି ପୁରାପୁରି ଏକୁଟିଆ ହୋଇଯାଇଥିଲା। ମନୋଜଙ୍କର ଦାୟିତ୍ୱ ମଧ୍ୟ ବଢ଼ିଯାଇଥିଲା। ସକାଳୁ ଉଠି ମନୋଜ ଲିଟୁର ସବୁ କାମ ସାରି ତାକୁ ସ୍କୁଲରେ ଛାଡ଼ି ଦେଇ ନିଜ ଚାକିରିକୁ ପଳାଉଥିଲେ। ଆଉ 5ଟାରେ ଡ୍ୟୁଟି ସରିବା ପରେ ସ୍କୁଲରୁ ଲିଟୁକୁ ନେଇ ଆସୁଥିଲେ। ମନୋଜ ଯାଜପୁରର ପୋଷ୍ଟ ଅଫିସରେ ଚାକିରି କରୁଥିଲେ। ଯଦିଓ ଆଖପାଖ ଲୋକ କିଛି କ୍ଷେତ୍ରରେ ମନୋଜକୁ ସାହାଯ୍ୟ କରିଦେଉଥିଲେ। କିଏ ଲିଟୁର ଖାଇବା ପିଇବା କଥା ବୁଝି ଦେଉଥିଲେ। ତଥାପି ମନୋଜକୁ ବହୁତ କଷ୍ଟ ହେଉଥିଲା। ଥରେ ମନୋଜଙ୍କ ଭାଇ ଗାଁରୁ ଆସିଥିଲେ। ଆଉ ମନୋଜଙ୍କ କଷ୍ଟକୁ ଦେଖି ସେ ଦ୍ୱିତୀୟ ବିବାହ କଥା କହିଲେ। ବହୁତ ବୁଝେଇବା ପରେ ମନୋଜ ଗୋଟିଏ ସର୍ତ୍ତରେ ରାଜି ହେଲେ କି ଯିଏ ବି ତାଙ୍କ ଘରକୁ ବୋହୂ ହେଇ ଆସିବ ସେ ଲିଟୁର ଦାୟିତ୍ୱ ନିଜ ପିଲା ପରି ନେବ। ତାଙ୍କ ଭାଇ ସେମିତି ଜଣେ ଝିଅ ଖୋଜିଦେବେ ବୋଲି ପ୍ରତିଶ୍ରୁତି ଦେଲେ। 10-12 ଦିନ ଭିତରେ ତାଙ୍କ ଭାଇ ଜଣେ ଝିଅକୁ ଠିକ କରି ମନୋଜକୁ ଡକେଇ ପଠେଇଲେ। ସେଦିନ ଥିଲା ରବିବାର। ମନୋଜ ସଜବାଜ ହେଉଥିଲେ ଝିଅକୁ ଦେଖିବା ପାଇଁ। କିନ୍ତୁ ହଠାତ୍ ଖବରକାଗଜ ପୃଷ୍ଠାରେ ତାଙ୍କ ନଜର ପଡ଼ିଲା। ଆଉ ସେ ଯେତେବେଳେ ଖବରକାଗଜ ଉଠାଇ ପଢ଼ିଛନ୍ତି ତାଙ୍କ ମନ ଖଟା ହୋଇଗଲା। ସେଥିରେ ଖବର ବାହାରିଥିଲା କି ଜଣେ ଲୋକ ନିଜର 2 ପିଲାର ଲାଳନ ପାଳନ ପାଇଁ ଦ୍ୱିତୀୟ ବିବାହ କରିଥିଲେ। ଆଉ ଦ୍ୱିତୀୟ ସ୍ତ୍ରୀ ସେମାନଙ୍କୁ ପାଳିବେ କଣ, ସେ ଲୋକ ଘରେ ନଥିବା ବେଳେ ପିଲା 2ଟିର ଯତ୍ନ ନେବେ କଣ, ମାରପିଟ କରୁଥିଲେ। ଆଉ ଏମିତି ଦିନେ ପିଟୁ ପିଟୁ ଜଣେ ପିଲା ମରିଗଲା। ଆଉ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଅନ୍ୟ ପିଲାଟି ଉପରେ ଦୋଷ ଦେଇଦେଲେ କି ସେମାନେ ଖେଳିବା ସମୟରେ ମାରପିଟ ହେଉଥିଲେ। ଆଉ ସେଥିରୁ ଜଣଙ୍କର ମୃତ୍ୟୁ ହୋଇଗଲା। ଏହାପରେ ଆର ପିଲାଟିକୁ ଆସି ପୋଲିସ ନେଇଯିବା ପରେ ସେ ଏବେ ବାଳ ସୁଧାର ଗୃହରେ ଅଛି। ଏ ଖବର ପଢ଼ିବା ପରେ ମନୋଜଙ୍କ ଭିତରେ ଡର ରହିଗଲା। ଆଉ ସେ ନିଜ ଭାଇକୁ ମନା କରିଦେଲେ କି ମୁଁ ଆଉ ବିବାହ କରିବିନି। ଏହା ଭିତରେ ତାଙ୍କ ଟ୍ରାନ୍ସଫର ଭଦ୍ରକ ହୋଇଗଲା। ଆଉ ସେ ଲିଟୁକୁ ନେଇ ଭଦ୍ରକ ପଳେଇ ଆସିଲେ। ଆଉ ଉଭୟ ବାପ ପୁଅ ଏବେ ଭଦ୍ରକର ସରକାରୀ କ୍ୱାର୍ଟରରେ ରହୁଥିଲେ। ଧୀରେ ଧୀରେ ଲିଟୁ ବଡ଼ ବି ହେଉଥିଲା। ଆଉ ଗତ 2 ବର୍ଷ ହେଲା ସେ ଗୋଟେ କମ୍ପାନୀରେ ଚାକିରି ପାଇଯାଇଥିଲା। ଚାକିରି ପାଇବା ପରେ ସେଠାରେ ଚାକିରି କରୁଥିବା ଅନ୍ୟ ଜଣେ ଝିଅକୁ ସେ ଭଲ ପାଇ ବସିଥିଲା। ଆଉ ଯେତେବେଳେ ମନୋଜ ବାବୁ ପୁଅର ବିବାହ କଥା ଉଠାଇଲେ ଲିଟୁ ସେ ଝିଅକୁ ଭଲ ପାଉଥିବା କଥା କହିଦେଲା। ମନୋଜ ବି କହିଲେ କି ଠିକ ଅଛି, ଯଦି ଝିଅ ଭଲ ଥିବ ତାହେଲେ ମୋର କୌଣସି ଆପତ୍ତି ନାହିଁ। ଦେଖା ଚାହାଁ ପରେ ମନୋଜ ସେ ଝିଅ ସହିତ ଲିଟୁର ବିବାହ କରେଇଦେଲେ। ଝିଅ ଥିଲା ଆଧୁନିକା ଆଉ ତାଙ୍କ ଚାଲିଚଳଣି ଥିଲା ଭିନ୍ନ ଧରଣର। ତେଣୁ ମନୋଜକୁ ସେସବୁ ଭଲ ଲାଗୁନଥିଲା। ହେଲେ ମନକୁ ବୁଝେଇ ଦେଉଥିଲେ କି ଆଧୁନିକ ସମାଜର ଝିଅ, ତେଣୁ ତାଙ୍କ ସହିତ ଆମକୁ ଆଡଜଷ୍ଟ କରିବାକୁ ପଡ଼ିବ। ଆଉ ସେହି ଅନୁସାରେ ବି ନିଜକୁ ଆଡଜଷ୍ଟ କରୁଥିଲେ।
ଦିନେ ଯେତେବେଳେ ମନୋଜଙ୍କ ବୋହୂ ବାଥରୁମକୁ ଗାଧୋଇବା ପାଇଁ ଯାଇଥିଲେ, ଭୁଲରେ ସାବୁନ ତଳେ ପଡିଯାଇଥିଲା। ଆଉ ଗାଧୋଇବା ସମୟରେ ଲାଇନ କଟି ଯାଇଥିବାରୁ ସେ ସାବୁନ ଉଠେଇବାକୁ ଭୁଲି ଯାଇଥିଲେ। ଯେତେବେଳେ ମନୋଜ ବାବୁ ବାଥରୁମ ଗଲେ, ତଳେ ପଡିଥିବା ସାବୁନ ଉପରେ ତାଙ୍କର ଗୋଡ ପଡିଗଲା। ଜୋରେ ଖସିଯାଇ ତଳେ ପଡିଗଲେ। ଆଉ କାନ୍ଥରେ ମୁଣ୍ଡ ଏତେ ଜୋରେ ପିଟି ହୋଇଗଲା ଯେ ସେଠାରେ ହିଁ ସେ ଚେତାଶୂନ୍ୟ ହୋଇଗଲେ। ସାଙ୍ଗେ ସାଙ୍ଗେ ପୁଅ ତାଙ୍କୁ ହସ୍ପିଟାଲ ନେଇଗଲେ। ଆଉ ସେଠାରେ ତାଙ୍କର ଚିକିତ୍ସା କରାଗଲା। ଆଉ 3 ଘଣ୍ଟା ପରେ ଯେତେବେଳେ ତାଙ୍କର ହୋସ ଆସିଲା, ସେତେବେଳକୁ ମନୋଜ ବାବୁଙ୍କ ଡାହାଣ ପାର୍ଶ୍ୱର ଅଙ୍ଗ ଆଉ କାମ କରୁନଥିଲା। ଡାକ୍ତର କହିଲେ କି ମନୋଜ ବାବୁଙ୍କ ମୁଣ୍ଡରେ ଗଭୀର ଆଘାତ କାରଣରୁ ଗୋଟିଏ ପାର୍ଶ୍ୱ ପାରାଲିସିସ୍ ହୋଇଯାଇଛି। ଡାହାଣ ପାର୍ଶ୍ୱ ସହିତ ବାମ ପାର୍ଶ୍ୱ ବି କିଛି ମାତ୍ରାରେ କାମ କରୁନଥିଲା। ଶୁଣିକି ମନୋଜ ବାବୁଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିବାରେ ଲାଗିଲା। ବାପାଙ୍କ ଆଖିରୁ ଲୁହ ଦେଖି ପୁଅ ଲିଟୁ କହିଲେ କି ବାପା, ତମେ କାନ୍ଦନି, ଆମେ ଅଛୁ, ତମ ସେବା ଯତ୍ନ କରିବୁ, ଆଉ ଖୁବ୍ ଶୀଘ୍ର ତମେ ଭଲ ହୋଇଯିବ। ଡାକ୍ତରଖାନାରେ 8 ଦିନ ରହିବା ପରେ ମନୋଜକୁ ତାଙ୍କ ପୁଅ ବୋହୂ ଘରକୁ ନେଇ ପଳେଇ ଆସିଲେ। ଘରକୁ ଆସିବା ପରେ ପୁଅ ବୋହୂ ମନୋଜ ବାବୁଙ୍କର ଖୁବ୍ ଯତ୍ନ ନେଉଥିଲେ। ହେଲେ କିଛି ମାସ ଯିବା ପରେ ଧୀରେ ଧୀରେ ବୋହୂର ମନ ପରିବର୍ତ୍ତନ ହେବାକୁ ଲାଗିଲା। ଆଉ ସେ ପୂର୍ବ ପରି ଶ୍ୱଶୁରଙ୍କ ସେବା କରିବା ପାଇଁ ମନ ଧ୍ୟାନ ଦେଉନଥିଲେ। ନା ଠିକ ସମୟରେ ଖାଇବା ଦେଉଥିଲେ, ନା ଠିକରେ ଦେଖାଶୁଣା କରୁଥିଲେ, ନା ତାଙ୍କ ରୁମକୁ ଠିକରେ ସଫା କରୁଥିଲେ। ଫଳରେ ମନୋଜ ବାବୁ ପୁରା ଅବହେଳିତ ହୋଇପଡ଼ିଲେ। ଆଉ ଦେହ ଗନ୍ଧିବାକୁ ଲାଗିଲା। ହେଲେ ପୁଅକୁ ଏସବୁ ଭଲ ଲାଗୁନଥିଲା। ତେଣୁ ସେ ବାଧ୍ୟ ହୋଇ ରାଘବକୁ ଘରେ ରଖିଲେ ବାପାଙ୍କ ଦାୟିତ୍ୱ ନେବା ପାଇଁ। ରାଘବ ମନୋଜ ବାବୁଙ୍କର ସବୁ କାମ କରୁଥିଲେ। ଧୀରେ ଧୀରେ ମନୋଜ ବାବୁଙ୍କ ବୋହୂ ରାଘବଙ୍କୁ ନିଜ କାମରେ ଲଗେଇଦେଲେ। ଏମିତି ସମୟ ବିତୁଥିଲା। ମନୋଜ ବାବୁଙ୍କ ବୋହୂ ସୀମାର ଜନ୍ମଦିନ ଥିଲା। ଘର ପରିବାର, ବନ୍ଧୁବାନ୍ଧବ ସମସ୍ତଙ୍କୁ ଡକାଯାଇଥିଲା। ଆଉ ଘରେ ପାର୍ଟି ବି ରଖାଯାଇଥିଲା। ତେଣୁ ମନୋଜ ବାବୁଙ୍କୁ ଭଲରେ ଗାଧୋଇ ପାଧୋଇ ଭଲ ପୋଷାକ ପିନ୍ଧେଇ ହୁଇଲ ଚେୟାରରେ ବସେଇ ସେହି ପାର୍ଟିକୁ ନେଇଗଲେ ପୁଅ। ଆଉ ମନୋଜ ବାବୁଙ୍କୁ ଗୋଟିଏ ସ୍ଥାନରେ ବସେଇ ସମସ୍ତେ ପାର୍ଟି ଉପଭୋଗ କରିବାକୁ ଲାଗିଲେ। ରାଘବଙ୍କୁ ଅତିଥି ସତ୍କାର କାମରେ ଲଗାଇ ଦିଆଯାଇଥିଲା। ଏହା ଭିତରେ ମନୋଜଙ୍କ ପ୍ରତି କାହାର ବି ଧ୍ୟାନ ନଥିଲା। ଘରେ ଡିଜେ ଲାଗିଥିଲା। କିଛି ସମୟ ଭିତରେ ମନୋଜ ବାବୁଙ୍କୁ ପରିସ୍ରା ଲାଗିଲା। ସେ ଖନେଇ ଖନେଇ କାହାକୁ ଡାକିବା ପାଇଁ ଚେଷ୍ଟା କଲେ, ହେଲେ ଡିଜେ ସାଉଣ୍ଡରେ କାହାକୁ ବି କିଛି ଶୁଭିଲାନି। ସେ ଚାଲି ବି ପାରୁନଥିଲେ, ତେଣୁ ଏକା ବାଥରୁମ ଯିବା ବି ସମ୍ଭବ ନଥିଲା। ଆଉ ଏମିତିରେ ପ୍ରାୟ ଅଧଘଣ୍ଟା ଅପେକ୍ଷା କରିବା ପରେ ମନୋଜ ବାବୁ ସେହି ସ୍ଥାନରେ ହିଁ ପରିସ୍ରା କରିଦେଇଥିଲେ। ଧୀରେ ଧୀରେ ସେଠାରେ ଗନ୍ଧ ବାହାରିବାରୁ ସମସ୍ତେ ପଚାରିଲେ କି ଗନ୍ଧ କୁଆଡୁ ଆସୁଛି। ତାଙ୍କ ବୋହୂ ମନୋଜ ବାବୁଙ୍କ ଆଡକୁ ଅନେଇଲେ। ଆଉ ରାଗରେ ହୁଇଲ ଚେୟାରକୁ ନେଇ ବାଥରୁମ ଭିତରକୁ ଠେଲି ଦେଇ ପଳେଇ ଆସିଲେ। ମନୋଜ ବାବୁ ତଳେ ପଡିଗଲେ। ଆଉ ଅସହାୟ ଅବସ୍ଥାରେ ସେଠାରେ ହିଁ ପଡି ରହିଲେ। କିଛି ସମୟ ପରେ ରାଘବ ଯାଇ ତାଙ୍କୁ ଉଠାଇ ଗାଧୋଇ ପାଧୋଇ ପରିଷ୍କାର କରି ଖୁଆଇ ଦେବା ସହିତ ରୁମକୁ ନେଇ ଆସିଲେ। ପରଦିନ ଲିଟୁଙ୍କ ପାଖକୁ ଗୋଟିଏ ଚିଠି ଆସିଲା। ଆଉ ଯେତେବେଳେ ସେ ଚିଠି ଖୋଲିଛନ୍ତି, ତାଙ୍କ ଖୁସିର ସୀମା ରହିଲାନି। କାରଣ ସେଇଟା ଥିଲା ବିଦେଶୀ କମ୍ପାନୀର ଅଫର ଲେଟର। ବିଦେଶୀ କମ୍ପାନୀ ବହୁତ ଟଙ୍କା ଦରମା ଦେଇ ଲିଟୁଙ୍କୁ ଚାକିରି ଦେଇଥିଲା। ଆଉ ଲିଟୁ ବି ଖୁସିରେ ପାଗଳ ହୋଇଗଲେ। କାରଣ ସବୁବେଳେ ତାଙ୍କର ସ୍ୱପ୍ନ ରହି ଆସିଥିଲା କି ସେ ବିଦେଶରେ ଚାକିରି କରିବା ସହିତ ବିଦେଶରେ ରହିବେ। ଏବେ ଥିଲା ପରୀକ୍ଷାର ବେଳ। ଏପଟେ ବାପା ପାରାଲିସିସରେ ଆକ୍ରାନ୍ତ ଥିଲେ, ଆଉ ଅନ୍ୟପଟରେ ତାଙ୍କୁ ତାଙ୍କର ସ୍ୱପ୍ନର ଦୁନିଆ ଅପେକ୍ଷା କରିଥିଲା। ପୁଅ ବୋହୂ ଅନେକ ଚିନ୍ତା କରିବା ପରେ ଶେଷରେ ବିଦେଶ ଯିବାର ନିଷ୍ପତ୍ତି ନେଲେ। ଆଉ ସବୁ ଦାୟିତ୍ୱ ରାଘବ ହାତରେ ଦେଇ ବିଦେଶ ପଳାଇଲେ। ବୋହୂ ଭାବିଲେ କି ଆଉ କେତେ ଦିନ ବୁଢାର ସେବା କରିବି। ଏହି ମୌକାରେ ବୁଢାଠୁ ଛୁଟକାରା ମିଳିଯିବ। ନିଜ ବାପାଙ୍କୁ ବି ଠିକରେ କହିଲେନି ପୁଅ ବୋହୂ। ଯେତିକି ବି କହିଲେ ଅନିଚ୍ଛା ସତ୍ତ୍ୱେ ମନୋଜ ବାବୁ ହଁ କରିଦେଲେ। ଜନ୍ମ କଲା ପୁଅ ବୋହୂ ଛାଡି ବିଦେଶ ଚାଲିଯିବା ପରେ ମନୋଜ ବାବୁ ଯେମିତି ଭାଙ୍ଗି ପଡିଥିଲେ। ରାଘବ ତାଙ୍କର ସବୁ ଦାୟିତ୍ୱ ନେଉଥିଲା। ତଥାପି ମନୋଜ ବାବୁ ଚୁପ୍ ରହୁଥିଲେ, ଆଉ ହତାଶ ହୋଇ ପଡିଥିଲେ।
ସବୁବେଳେ ନିଜ ପୁଅକୁ ଝୁରୁଥିଲେ। ରାଘବ ଜଣେ ଅନାଥ ପିଲା ହୋଇଥିବାରୁ ସେ ସବୁ ବୁଝିପାରିଥିଲା। ଆଉ ସେ ଜଣେ ଭଲ ହୃଦୟର ପିଲା ହୋଇଥିବାରୁ ମନୋଜ ବାବୁଙ୍କର ଖୁବ୍ ମନ ଲଗେଇ ସେବା ଯତ୍ନ କରୁଥିଲା। ରାଘବ ଏତେ ସେବା ଶୁଶ୍ରୂଷା କଲା ଯେ କିଛି ଦିନ ଭିତରେ ମନୋଜ ବାବୁଙ୍କର ମନ କିଣିନେଲା। ମନୋଜ ବାବୁ ବି ରାଘବକୁ ନିଜ ପୁଅ ପରି ଭାବି ନେଲେ। ଏମିତି ଦିନ ପରେ ଦିନ ବିତିବାକୁ ଲାଗିଥିଲା। ଆଉ ବାପ ପୁଅ ପରି ମନୋଜ ବାବୁ ଓ ରାଘବ ସେ ଘରେ ଚଳି ଆସୁଥିଲେ। କିନ୍ତୁ ସେଦିନ ଯେତେବେଳେ ରାଘବ ପରିବା ଓ ମନୋଜ ବାବୁଙ୍କର ଔଷଧ ପାଇଁ ଯାଇଥିଲେ, ଏତେ ବଡ଼ ଦୁର୍ଘଟଣା ହୋଇଗଲା। ଆଉ ଏତେ ବଡ଼ ଦୁର୍ଘଟଣାରେ ତାଙ୍କର ଯଦି କିଛି ହୋଇଯାଏ ତାହେଲେ ମନୋଜ ବାବୁଙ୍କର କ'ଣ ହେବ ବୋଲି ଭାବୁଥିଲେ। ଆଉ ସେଥିପାଇଁ ସେ ନିଜ ଯନ୍ତ୍ରଣା ଭିତରେ ବାରମ୍ବାର ଘର ତାଲା ପକାଇ ଆସିଥିବା କଥା ଇସାରା କରୁଥିଲେ। କିନ୍ତୁ କେହି ବି ବୁଝିପାରୁନଥିଲେ ଯେ ରାଘବ କ'ଣ କହୁଥିଲା। ଅନ୍ୟ ପଟରେ ରାଘବକୁ ଅପେକ୍ଷା କରି କରି ମନୋଜ ବାବୁ ବ୍ୟସ୍ତ ହୋଇପଡୁଥିଲେ। କାରଣ ଘଣ୍ଟେ କି 2 ଘଣ୍ଟା ନୁହେଁ, ଏମିତି ସେ ଦିନ ବି ଚାଲିଗଲା, ହେଲେ ରାଘବ ଫେରୁନଥିଲା। ମନୋଜ ବାବୁ ଚାଲି ପାରୁନଥିଲେ କି ବଡ଼ ପାଟିରେ କଥା ବି କହିପାରୁନଥିଲେ। ତେଣୁ ବାହାରକୁ ଆସି ସେ କାହାକୁ ଡାକି ବି ପାରୁନଥିଲେ। ଏମିତି 9 ଦିନ ଭୋକ ଉପାସରେ ବିତିଗଲା। ଆଉ ସେ ବି ବହୁତ ଚେଷ୍ଟା କଲେ କବାଟ ପାଖକୁ ଆସି କାହାକୁ ଡାକିବା ପାଇଁ, ହେଲେ ପାରିଲେନି। 10ମ ଦିନ ତାଙ୍କ ଜୀବନ ଦୀପ ଲିଭିଗଲା। ପୁଅ ବୋହୂକୁ ଖୋଜି ଖୋଜି ତାଙ୍କର ମୃତ୍ୟୁ ହୋଇଗଲା। ଏହା ଭିତରେ ପୁଅ ବି ରାଘବକୁ ଫୋନ କରୁଥିଲେ, ହେଲେ ତାଙ୍କ ଫୋନ ଲାଗୁନଥିଲା। ଏମିତି ଆଉ 15 ଦିନ ପଳେଇଲା। ଯେତେବେଳେ ପୁଅ ଲିଟୁ ରାଘବର ଖୋଜ ଖବର ପାଇଲାନି, ସେତେବେଳେ ବିଦେଶରୁ ଫେରି ଆସିବା ପାଇଁ ବାଧ୍ୟ ହେଲେ। ଆଉ ଏୟାରପୋର୍ଟରୁ ସିଧା ଘରକୁ ଆସିଲେ। ଯେତେବେଳେ ଘରକୁ ଆସିଲେ ଦେଖିଲେ ଘର ବାହାରୁ ତାଲା ପଡ଼ିଛି। ତାଲା ପଡ଼ିବା ଦେଖି ଲିଟୁ ବି ଆଶ୍ଚର୍ଯ୍ୟ ହୋଇଗଲେ। ଘର ଆଖପାଖ ବି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିଲା। ଆଉ ଯେତେବେଳେ ସେ ତାଲା ଭାଙ୍ଗି ଘର ଭିତରକୁ ପଶିଲେ, ଘର ଭିତରର ସେ ଦୃଶ୍ୟ ଦେଖି ଯେମିତି ତାଙ୍କର ଚେତା ହଜିଗଲା। କାରଣ ଘର ଭିତରେ ତାଙ୍କ ବାପା ତ ନଥିଲେ, ବରଂ ବାପାଙ୍କର କଙ୍କାଳ ପଡ଼ି ରହିଥିଲା। ଆଉ ସେ କଙ୍କାଳର ହାତରେ ଥିଲା ପୁଅର ଫଟୋ। ଯେତେବେଳେ ଲିଟୁ ଏମିତି ଦୃଶ୍ୟ ଦେଖିଲେ, ଦୁମ୍ କିନା ତଳେ ପଡ଼ିଗଲେ। କିଛି ବୁଝିପାରିଲେନି କି କ'ଣ ହୋଇଛି ବୋଲି। କେମିତି ବାପାଙ୍କର ଏ ଅବସ୍ଥା ହେଲା। ହେଲେ ବାପାଙ୍କ ହାତରେ ନିଜ ଫଟୋକୁ ଦେଖି ସେ ଏବେ ଗୋଟିଏ କଥା ବୁଝିପାରୁଥିଲେ କି ବାପା ତାଙ୍କୁ କେତେ ଭଲ ପାଉଥିଲେ। ଆଉ ମୃତ୍ୟୁ ପୂର୍ବରୁ ତାଙ୍କୁ ସେ କେତେ ଖୋଜୁଥିଲେ। ଲିଟୁଙ୍କର ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ଯାଉଥିଲା। ସେ ଚିନ୍ତା କରୁଥିଲେ କି କାହିଁକି ବାପାକୁ ଛାଡ଼ି ମୁଁ ବିଦେଶ ଯାଉଥିଲି। ତ ଘଟଣାଟି ଏତିକି ଥିଲା। ଆପଣମାନେ ଭାବୁଥିବେ କି ମନୋଜ ବାବୁଙ୍କ ମୃତ୍ୟୁ ପରେ ସେ ଘରୁ ଗନ୍ଧ କେହି ବାରି ପାରିଲେନି କାହିଁକି? କାହିଁକି ନା ସେ ଘରଟି ଟିକେ ଦୂରରେ ଆଉ ନିର୍ଜନ ସ୍ଥାନରେ ଥିଲା। ଆଉ ଯାହା ବି ଘର ଥିଲା ଦୂରରେ ଥିଲା। ତେଣୁ ସେଠାକୁ କିଏ ଯିବା ଆସିବା କରୁନଥିବା କାରଣରୁ କେହି ବି ଜାଣିପାରିଲେନି। ଏ ଘଟଣାରୁ ଗୋଟିଏ ଶିକ୍ଷା ମିଳିଲା କି ଏ ଦୁନିଆରେ ନିଜ ବାପା ମାଙ୍କ ଠାରୁ ବଳି କେହି ବି ନିଜର ନାହାନ୍ତି। ଆଉ ବାପା ମାଙ୍କ ଠାରୁ କେହି ବି ଆପଣଙ୍କୁ ଅଧିକ ଭଲ ପାଇବେନି। ତେଣୁ ନିଜ ବାପା ମାଙ୍କୁ କେବେ ବି ଅବହେଳା କରନ୍ତୁ ନାହିଁ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଆମ ଚ୍ୟାନେଲ ସିକ୍ରେଟ ଷ୍ଟୋରିଜକୁ ସବସ୍କ୍ରାଇବ କରିଦିଅନ୍ତୁ। ବେଲ୍ ଆଇକନକୁ ବି ଅନ୍ କରିଦିଅନ୍ତୁ। ଆଉ ହଁ, ଆମ ଫେସବୁକ୍ ପେଜକୁ ଫଲୋ କରିବାକୁ ଜମା ବି ଭୁଲିବେନି। ଲିଙ୍କ ଡେସ୍କ୍ରିପ୍ସନରେ ରହିଛି। ଧନ୍ୟବାଦ।